କଡ଼ଖମଣ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପୋଷି ଗ୍ରାମ ପଞ୍ଚାୟତର କଡ଼ଖମଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ନାୟକ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି। ସେ ଜଣେ ଉତ୍ତମ ଏବଂ ମିଷ୍ଟଭାଷୀ ଶିକ୍ଷୟିତ୍ରୀ ହୋଇଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିଜ ପୁଅ ଝିଅ ପରି ଦେଖୁଥିଲେ। ପ୍ରକୃତ ଶିକ୍ଷା ଦେବା ସହିତ ବିଦ୍ୟାଳୟର ଉନ୍ନତି ଦିଗରେ ସଦାସର୍ବଦା ଚିନ୍ତାଧାରା ରଖୁଥିବା ଶ୍ରୀମତୀ ପ୍ରମିଳା ନାୟକ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି। ତାଙ୍କରି ଅବସର ଗ୍ରହଣ ପରେ ସ୍କୁଲରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ କେହି ପୂରଣ କରିପାରିବେ ନାହିଁ ବୋଲି ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଏସ୍ଏମ୍ସି କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି। ତାଙ୍କରି ଅବସର ଗ୍ରହଣର ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସଭା କାର୍ଯ୍ୟରେ ସମସ୍ତେ ଭାବବିହ୍ୱଳ ହୋଇଯାଇଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଆଖିରୁ ଲୁହ ଝରି ଆସିଥିବା ଦୃଶ୍ୟ ସମ୍ବର୍ଦ୍ଧନା ସଭାକୁ ଅଧିକ ଭାବବିହ୍ୱଳ କରିଦେଇଥିଲା। 2014ରୁ 2025 ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ସେ କଡ଼ଖମଣ ସ୍କୁଲରେ ଶିକ୍ଷାଦାନ କରୁଥିଲେ। ସେ ଅବସର ଗ୍ରହଣ କରିବା ବେଳେ ଗ୍ରାମବାସୀ ତଥା ଯୁବକ ସଂଘ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରମିଳା ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ଦିନର ସ୍କୁଲରେ ରହଣି ମଧ୍ୟରେ ସ୍କୁଲକୁ ଏକ ନିଜ ଘର ଭାବି ଉନ୍ନତି କାମନା କରୁଥିବା ଶିକ୍ଷୟିତ୍ରୀଙ୍କ ବିଦାୟ ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରିପାରୁ ନଥିଲେ। ଭାବବିହ୍ୱଳ ସହକାରେ ଯଥା ସମ୍ମାନ ଜଣାଇ ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ମାଧ୍ୟମରେ ବିଦାୟ ଦେଇଥିଲେ। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।